ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ मंगलाचरण वागीशायस्य वदने लक्ष्येषु च वक्ष्यसि यस्य ते हृदय वसति तनुश्रियं भजे विश्वसर्वदिवा लक्ष्मणं श्रीकृष्णाख्य बलध्याम जगध्याम नमामि तत् माधव माधवस्य सर्वसिद्धिविनायते वन्दे परस्परत्यं परस्परं प्रियलोकं मुखं करोति वाचालं पङ्गुलङ्घयते गिरि यत्कृपाहतमः वन्दे परमानन्दो माधव जो ब्राह्मण रुद्रणन्तु स्तुतन्ति दैवस्तव देवसंग पद पश्यन्ति जो समज्ञ ध्यान वसते गदगदे मनसा पश्यन्ति जो योगिना जसन्ते न बुद्धि सुरासुरगण देवायस्तुते नमः नारायणं नमस्कृत्यं नर चैव नरोत्तमो देवी सरस्वती व्यासं ततो जयमुदीरयं निर्मलं कल्पितं फलविमुखाविद्रव्ययुक्तं पिबतं भागवतं रसमलयं द्वितीय अध्याय द्वादश स्कंद द्वितीय अध्याय शुक उवाच बोल प्रबंधवार हरि बोल शुक कहन्ति हि विद्यमाने शुण राजन सावधाने कलिजुग धर्म विधान हे जुगे होई ही वजेशन सत्य शौच दया मुख्यमा त्रुटिव धर्म मार्ग सीमा काल जे बलवंत होई प्राणी को ग्रासी ही बसे से ही एणु से धर्म हानि होई बल आयुष क्षय जाई ज्ञान जे धर्म नर हई धर्म नथिले हे पुण्य काहि हे धर्मादि पुण्य देहि अवर्धन हेब म्लेच्छ देई जेउ जनर अधिक धन थिब संसारे बड़ से होइब ताहार सर्व गुण पूर्ण जाति आचार कुल वर्ण शील बुद्धि आदि जे शुण धर्म न्याय जे हे विचारण बलवंत होइब सेहि से बिनु केहि किछि नोहि विवाह संबोधे अग्रणी कुल न विचारिबे पुणी जे कन्या जे बहर करिब से इच्छा सुखे हेभे विवाह हेब जा मन जाहाकु भजिब से बर ताकु विवाह हेब आरंभ दम्भ खल प्राय से बड़ ए संसार पूर्ण जहार सत्य गुण थाई ताहा को न मानिब केहि करिब कपट व्यवहार धर्मवाचार लोकाचार छंद कपट माया सर्व मिथ्या पाषाण्ड भाव गर्भ स्त्री करमिबे पुरुष पुरुषे भजिबे मुखे काहाकु स्तरिते हेमंते होइबे प्रकृते केवल ऋतु अनुसारे रति से स्त्री पुरुषरे क्रीड़ा विहार जातिहीने करिबे जे अभिगमने आवेश्यांको पाई निज नारी छाड़िता संगे हे क्रीड़ा करी जाति भेद को भय नाही दीपे पतंग प्राय होई
ব্রহ্মত্ব কিঞ্চ হরতা প্রতাপে রবি যজ্ঞাপি দীপরে মন বইবে হেব ব্রাহ্মণে দ্বাদশ গুণে হেব দিনে ব্রহ্মচারী যে হে চারি বর্ণ নামরে রহিবে সে চিহ্ন দଣ୍ଡକ ମଣ୍ଡଳୁ ଅଜିଜନେ ଧରିଣ ଆଶ୍ରମର ଚିହ୍ନେ ଏମାନେ ଛାଡ଼ି ଚାରି ବର୍ଣ୍ଣ ନାନା ବିକାରେ ହେବ ଭ୍ରମ ଆଶ୍ରମ ଧର୍ମ ନ ରହିବେ ସଂସାର ମାର୍ଗ ହରେ ଚଳିବେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ବର୍ଣ୍ଣ ଧର୍ମ ଛାଡ଼ି ଅଜ୍ଞାନ ଆନ ବହର୍ଣ୍ଣ ପଶିବେ ଅମାର୍ଗେ ପଥ ଆଚରିବେ ଅଷ୍ଟାଦଶ ପାହାଟକ ଜନ ବର୍ଣ୍ଣ ଶଙ୍କର ଜାତିମାନ ଏମାନେ ଦମ୍ଭେ ପ୍ରବର୍ତ୍ତିବେ ଆମ୍ଭର ବଡ଼ ଲୋକାଇବେ ବ୍ରାହ୍ମଣ ମାନେ ନିଜ କର୍ମ ଦେବ ଆଚରେ ଜ୍ଞାନ ଧର୍ମ ତା ଛାଡ଼ି ଅକର୍ମେ ବଢ଼ିବେ ଶୂଦ୍ର ଗର୍ଭରେ ରେତ ଦେବେ ରବି କରିବେ ଶୂଦ୍ରଙ୍କ ବିଧାନ ନ ଜାଣି ଦେବହର ବଚନ ଶୂଦ୍ରାଦି ମାନେ ବ୍ରହ୍ମଚାରୀ ସନ୍ନ୍ୟାସ ବୈଷ୍ଣବେ ପ୍ରଚରୀ ଦେବ ମାର୍ଗେ ନିନ୍ଦା କରିବେ କିଞ୍ଚିତ ଜ୍ଞାନ କରି ଗର୍ବେ ବ୍ରାହ୍ମଣ ମାନେ ହୋଇ ଶିଷ୍ୟ ଘେନିବେ ମନ୍ତ୍ର ଉପଦେଶ ଗୁରୁ ବୋଲଇ ହେବ ଶ୍ରେଷ୍ଠ ଉଚ୍ଚ ସ୍ଥାନେ ବସିବ ଶିଷ୍ଟ ବ୍ରାହ୍ମଣ ଆଦି ବର୍ଣ୍ଣ ମାନେ ନମସ୍କାର ହରି ଅଜ୍ଞାନେ ଏ ରୂପେ କଳି ଯୁଗ ଗତି ଅଜ୍ଞାନ ହୋଇ ଦୁଷ୍ଟମତି ନ୍ୟାୟ ଅନ୍ୟାୟ ବିଚାରଣ ନ କରି ଶାସ୍ତ୍ରହର ପ୍ରମାଣ ଯେ ଜନ ନିର୍ଦହ ନ ହୋଇବେ ସାହା ତାଙ୍କୁ କେହି ନୋହିବେ ନ୍ୟାୟରେ ସେ ଲୋକ ହାରିବ ସଭାରେ ନିନ୍ଦିତ ହୋଇବ ପଣ୍ଡିତ ଯେହୁଁ ବୋଲାଇବେ ଚଞ୍ଚଳ ବଚନ କହିବେ ଦରିଦ୍ର ହେବେ ଯେଉଁ ଜନ ନଷ୍ଟ ହୋଇବ ସର୍ବଗୁଣ ଅସାଧୁ ବୋଲାଇବ ସେହି ସତ୍ୟ ବଚନ ମିଥ୍ୟା ହୋଇ ସାଧୁ ଯେ ଦମ୍ଭ ବୋଲାଇବେ ପ୍ରାଣୀଙ୍କ ହୃଦେ ହିଂସୁଥିବେ ଜାତି ଧର୍ମକୁ ନ ବିଚାରି ବଚନେ ପ୍ରବୋଧନ କରି ସ୍ୱୀକାର ବଚନରେ କରି ବିଭା ହୋଇବେ ହେ ଅବିଚାରୀ କରେ ପାନିଆ ଘେନିଥିବେ କେଶ କୁଣ୍ଡାଇ ଶୁଖାଇବେ ସ୍ନାନ କଲୁ ବୋହଲି ବୋଇବେ ଦୂର ଗାଡ଼ିଆ ପାଶେ ଯିବେ ତାହାକୁ ତୀର୍ଥ ବୋଲି ଜାଣି ସ୍ନାନ କରିବେ ତହିଁ ପୁଣି କେବଳ କେଶହର ଧାରଣ ହୋଇବ ଲାଭନ୍ୟ କାରଣ ଆଉ ଆପଣା ପେଟକୁ ପୋଷିବେ ବଡ଼ ପ୍ରୟୋଜନ ହୋଇବେ କାର୍ଯ୍ୟ କଲାର ପ୍ରାୟ ମଣି ସେ ଲୋକ ହୋଇବେ ଅଗ୍ରଣୀ ଆଣ୍ଟପଣରେ ସତେ ଗୁଣ କୁଟୁମ୍ବେ ପୋଷି ବଡ଼ପଣ ଚତୁର ବୋଲାଇବେ ସେହି ଏ ରୂପେ ଯୁଗ ଧର୍ମ କହି ଧର୍ମ କରିବେ ଯଶ ଅର୍ଥେ ଶାସ୍ତ୍ରକୁ ମଣିବେ ଅନର୍ଥେ ଏମନ୍ତେ ହୋଇ ଯେତେବେଳେ ଇଚ୍ଛା ଦିବସହୟଳେ ଏମନ୍ତେ ହୋଇ ଯେତେବେଳେ ପାପ ଆଚ୍ଛାଦି ବସୟଳେ ପରଜା ମାନେ ଦୁଷ୍ଟପଣେ ତୀର୍ଥପୁରୁ ପିବ ଦୁଷ୍ଟ ଜନେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ
ବଳ ବିଚାର ପରାକ୍ରମେ ବଳିଷ୍ଠ ବୋଲା ହାଇବେ ଯେହି ନୃପତି ବୋଲା ହାଇବେ ସେହି ଏମାନେ ଦୁର୍ବୃହୂତ ହୋଇବେ ନିର୍ଦ୍ଦୟ ଭାବକୁ ବହିବେ ପ୍ରଜାମାନଙ୍କୁ କଷ୍ଟ ଦେଇ ଅଧର୍ମ ବଳ ଗୁଣ ଭାବ ସର୍ବସ୍ୱ ପ୍ରଜାଙ୍କର ନେବେ ବିକଳେ କେହି ନ ଶୁଣିବେ ପର ଦ୍ୱାରା ଧନ ହରିବେ ଶୋକ ବିପତ୍ତିରେ ପଡ଼ିବେ ଏମନ୍ତେ ହୋଇ ଯେତେବେଳେ ପ୍ରଜାଙ୍କୁ ପେଡ଼ି ବସୟଳେ ବନ ପର୍ବତ ହରେ ଲୁଚିବେ ସ୍ୱଦେଶ ଧର୍ମ ହରେ ରହିବେ ଭକ୍ଷିବେ ଶାକ କନ୍ଦମୂଳ ଆମିଷ ପୁଷ୍ପ ମଧୁଫଳ ଇନ୍ଦ୍ର ଭରସା ନ କରିବ ଏଣୁ ଯେ ଭିକ୍ଷୁକ ହୋଇବ କର ପୀଡ଼ାରୁ ପ୍ରାଣୀମାନେ ବିଷାଦ ହୋଇବେ ଯେ ଜନେ ରାଜା କ୍ଷମା ନ କରିବେ ଯମ କିଙ୍କର ପ୍ରାୟ ହେବେ ଶୀତ ବାତ ଖରା ବରଷା ପୀଡ଼ିବ ବାଖ୍ୟା ଧୃତପୃତା ତୃଷା ଚିନ୍ତା ସନ୍ତାପ ଜ୍ୱର ଦୁଃଖେ ପ୍ରଜାଏ ହେବେ ନିରିମାଖି କଳି ଯୁଗରେ ପ୍ରାଣୀମାନେ ପାପେ ହୋଇବେ ଆୟୁହୀନେ ସ୍ତ୍ରୀ ପୁରୁଷଙ୍କ ଆୟୁଷ ବିଂଶକି 30 ବରଷ ପ୍ରାଣୀ ଆୟୁଷ ଦିନେ ଦିନେ କ୍ଷୀଣ ଯେ ହୋଇବ ଅଧର୍ମେ 4 ବର୍ଣ୍ଣ 4 ଆଶ୍ରମ ତୁଟିବ ଦେବ ମାର୍ଗ ଧର୍ମ ସକଳ ଧର୍ମ ନାଶ ଯିବ ପାଷାଣ୍ଡ ବହୁତ ହୋଇବ ରାଜାଏ ଦସ୍ୟୁ ପରି ହେବେ ପ୍ରଜାଏ ମହନ୍ତ କରିବେ ଚୋରି ମିଥ୍ୟା ହିଂସା ବିବାଦ ବିଶ୍ୱାସଘାତ ବୃତ୍ତି ଛେଦ ଏମନ୍ତେ ପ୍ରବହ ତେବେ ପ୍ରାଣୀ ଜୀବିକା କରି ହୀନ ଅଗ୍ରଣୀ ସକଳ ବର୍ଣ୍ଣ ହରେ ବିସ୍ତାର ଶୂଦ୍ର ଯେ ବେଢ଼ିବେ ଅପାର ସବୁ ଯେ ବର୍ଣ୍ଣ ମାନଙ୍କର ଶୂଦ୍ର ପରି ହେବ ଆଚାର ଗାଈ ଯେ ଛେଳି ପ୍ରାୟ ହୋଇ ଅଭକ୍ଷ ଭକ୍ଷି କ୍ଷୀର ଦେଇ ସର୍ବ ଆଶ୍ରମୀ ମାନ ପୁଣ କରିବେ ଗୃହୀ ଆଚରଣ ଗୃହସ୍ଥ ଧର୍ମ ଆଚରିବେ ଦେବ ବଚନ ନ କରିବେ ସର୍ବ ଯେ ବନ୍ଧୁ ମାନଙ୍କର ଶାଳକେ ହୋଇବେ ସ୍ନେହଭର ଧ୍ୟାନାଦି ସର୍ବ ଶସ୍ୟମାନ ସକଳେ ହେବ ରସହୀନ ବୃକ୍ଷ ସକଳ ସମିତୁଲ୍ୟେ ଅତ୍ୟନ୍ତ କ୍ଷୀଣ ପତ୍ର ଫଳେ ମେଘ ଯେ ଗର୍ଜନ କରିବେ ବିଜୁଳି ମାଳେ ଆଚ୍ଛାଦିବେ ବରଷା କିଞ୍ଚିତ କରିବେ ପବନେ ମେଘ ଉଡ଼େଇବେ ବରଷା ଫିରି କରି ପ୍ରଜା ଚାଷ କରି ନ ପାରି ଘର ମାନ ଶୂନ୍ୟ ହୋଇବେ ପ୍ରାଣୀଏ ନିର୍ଦେଶ ବଞ୍ଚିବେ ଅଗର୍ଭର ପ୍ରାୟ ଆଚରଣ କରିବେ ପ୍ରାଣୀ ପରିଶ୍ରମ ଏମନ୍ତେ ଘୋର କଳି ଯୁଗେ ଯେବେ ହୋଇବେ ଶୋକ ଭାଗେ ସର୍ବେ କରିବେ ଦୁଷ୍ଟରତି ତାହା ଜାଣିବେ ଶ୍ରୀପତି ସତ୍ୱଗୁଣକୁ ଆଶ୍ରୟ କରି ମାନବ ରୂପେ ଦେହ ଧରି ସେ କାଳ ପ୍ରଭୁ ଭଗବାନ ଧର୍ମ ରକ୍ଷଣେ ହେବେ ଜନ୍ମ ଏମନ୍ତେ ଦଶ ସହସ୍ର ବର୍ଷ କଳିର ହୋଇବ ଯେ ଶେଷ
उत्कल देशे सिंधु तटे नीलगिरी कहलप बटे नीलाचल रे जगन्नाथ अंतर्ध्यान रे से गुपत गंगारे स्नान न करिब तोषी पोतीर्ण उत्सव होइब देवादेवी माहाने जे पुण सकले जीवे हे अंतर्ध्यान सकल पुण्य स्थान मान तमरे होइब गोपन प्राणी अज्ञान कहुथिबे एठारे थिले हे पूर्व देहे हेमंते देखी हीण श्रीहरि कीटक नामे हे जे नगरी गयार आश्रम ताहार अंगीरा नामे हे द्विजवर सुगति नामे हे जे ब्राह्मणी तार गर्भरे हे तपोधन धर्म रक्षा निहिमंत करी उद्धव रूपे हे जात हरि से वासुदेव चक्रधारी जन्मिबे जोगारूढ़ हरि स्थावर जंगम कीटरे पुरी जे ईश्वर भावरे से वासुदेव नारायण अधर्म समूह नाशिण पर्वती शिवे धर्मपूर्ण एकाक्षर महंत्र जपिण ज्ञानादि हिंसा धर्म नास्ति करिबे प्रभु श्रीपति प्राणी को ज्ञान मार्गे स्थापी एकत्व भावहीन निरूपी देव जे धर्म छड़ाइबे सर्वे एकाकार करिबे ज्ञान रे विष्णु को भजिबे निर्गुण मार्ग हरे रहिबे करीण न कहरिबे पुण ए जेणु माया रभियाण से जे समय मानकरे सिद्धांत विक्रय समस्त वर्ण एकाठाबे बसीण भक्षिबे सुरुखे ब्राह्मण देवों को बिकिब कर्मणे ज्ञान लेप जीव कुलस्त्र न्याय करिबे पर पुरुषे हे मन देबे कुल धर्म को न रखिबे वर्ण भेद को से छाड़िबे व्यवहारे जाति ही भेद नहीं समस्ते एकाकार होई ए भावे कली जुग शेष थिब 10 सहस्र बरस साधुक धर्म रखिबारे स्वध समल काम ग्रामरे से चराचर गुरु ईश सकल आत्मा हरे प्रकाश साधु जनक परित्राण जन्म कर्म मोक्ष कारण विष्णु जस नामे ब्राह्मण विष्णु जे तार बिरजु जन्म जशोदावंती ही नामे ब्राह्मणी ता गर्भे जन्म चक्रपाणी कल्की नाम रे हे अवतार होइब परम ईश्वर से पुणी सहस्र बरस तप ज्ञान जोग प्रवेश से अंते ईश्वर प्रसन्न अग्नि को ईश्वर समर्पिण नंदक नामे खड्ग देव योजने विस्तार होइब खड्ग से धरी ही देव खड्ग से धरी ही देव देवदत्त अश्व चढ़िबे हे देववंत से अश्व चढ़ी ही खड्ग घेनी अष्ट सूर्य
ଅଷ୍ଟ ଐଶ୍ୱର୍ଯ୍ୟ ରସନା ଦାନି ପୃଥିବୀ ବୁଲିବେ ପ୍ରକୋପେ ମ୍ଲେଚ୍ଛ ନାଶନେ ମହାଦର୍ପେ ରାଜା ବଂଶରେ ଯେତେ ଦୁଷ୍ଟ ଖଣ୍ଡ ହୋଇବେ ଯେ ପାପିଷ୍ଟ ମାରିବେ କୋଟି କୋଟି ଧରି ପୃଥିବୀ କ୍ଷେତ୍ରୀ ଅକୁ କରି ଏମନ୍ତେ ସାଧୁଙ୍କ ପାଳିବେ ଯେବା ତାହାଙ୍କୁ ଭଜୁଥିବେ ସତ୍ୱଗୁଣରେ ଯେହୁଥିବେ ସେ ବାସୁଦେବଙ୍କୁ ଦେଖିବେ ସେ ସାଧୁ ପ୍ରଜାମାନେ ପୁଣ ବାସୁଦେବଙ୍କ ଅଭିୟାନ ତାଙ୍କ ଅଙ୍ଗ ବାସନା ଲାଗି ସର୍ବେ ହୋଇବେ ସୁଖ ଭୋଗୀ ନିର୍ମଳ ମନ ଯହୁଁ ହେବେ ସର୍ବେ ସତ୍ୱଗୁଣେ ଚଳିବେ ପୁର ନଗର ଗ୍ରାମ ଦେଶ ହୋଇବେ ଦୁଷ୍ଟ ମାନେ ନାଶ ସାଧୁ ଉତ୍ତମେ ପ୍ରବର୍ତ୍ତିବେ ଉତ୍ତମ ଧର୍ମ ମନ ଦେବେ ଭଗବାନ ବାସୁଦେବଙ୍କୁ ହୃଦୟରେ ଧରିବ ତାହାଙ୍କୁ ଭଜିବେ ମରହମ ପୁରୁଷ ସର୍ବକଳୁଷ ଜୀବନାଶ କଳିର ଅବତାର ଯେବେ ସକଳ ଧର୍ମ ରକ୍ଷା ତେବେ ସେ ସତ୍ୱଗୁଣାତ୍ମକ ଭାବେ ପ୍ରଜାଏ ଜନମ ଲଭିବେ ସତ୍ୟଯୁଗ ଧର୍ମ ହୋଇବ କଳିଯୁଗ ଧର୍ମ ରହିବ ଯେକାଳ ଚନ୍ଦ୍ର ସୂର୍ଯ୍ୟ ବେନି ପୁଣ୍ୟା ନକ୍ଷତ୍ର ଗୁରୁ ଜ୍ଞାନୀ କର୍କଟ ରାଶି ଏକାବେଳେ ଆସିବେ କଥା ଦେଖିଲେ ଜାଣିବେ ସତ୍ୟ ଯୁଗ ଆଦ୍ୟ ଏବେ ଏଭାବେ ପୁରାଣ ସମ୍ବାଦ ସୋମ ସୂର୍ଯ୍ୟାଦି ବଂଶ ଯେତେ ନୃପତି ଥିଲେ ହେ ଜଗତେ ବର୍ତ୍ତମାନ ଯେତେ ଛନ୍ତି ଭବିଷ୍ୟ ଯେତେ କନୃପତି ତାହା ତ ସଂକ୍ଷେପେ କହିଲୁ ଏବେ କି ସନ୍ତୋଷ ଲଭିଲୁ ପରୀକ୍ଷିତ ତାହା ଜନ୍ମ ଆଦି ନନ୍ଦରାଜନ ନନ୍ଦରାଜା ବିଭାକ ବିଧି କଳିଯୁଗର ଭୋଗ ଶେଷ 1150 ସପ୍ତ ଋଷିର ଆଦ୍ୟ ପୁଣି ଦେବପୁଲହ କ୍ରତବେନି ଅଶ୍ଵ ଆଦି ମଧ୍ୟ ଏକ ତା ମଧ୍ୟ ଦିଶ ଯେ ରକ୍ଷ ତହିଁରେ ସପ୍ତ ଋଷି ଥାନ୍ତି ସତେ ବରଷ ସେ ବସନ୍ତି ମେଘ ନକ୍ଷତ୍ର ସପ୍ତ ଋଷି ଅଛନ୍ତି ଏବେ କୁରୁବଂଶୀ ଯେଦିନେ କୃଷ୍ଣ ଅବତାର ତେଜିଲେ ନର କଳେବର ମେଘ ନକ୍ଷତ୍ର ସପ୍ତ ଋଷି ସେଦିନ ଉଦୟ ପ୍ରକାଶୀ କଳି ପ୍ରବେଶ ସେଦିନରେ ପାପ ପ୍ରବେଶ ପ୍ରାଣୀଙ୍କରେ କୃଷ୍ଣର ପାଦ ପଦ୍ମ ଚିହ୍ନ ଥିଲା ପୃଥିବୀରେ ଯେତେ ଦିନ ସେଦିନ ଯାଇ କଳିଯୁଗ ପୃଥିବୀ ହୋଇଥିଲା ଭୋଗ କୃଷ୍ଣ ବୈକୁଣ୍ଠ ବିଜେ ଯେଣୁ ସଂସାରେ ପ୍ରବହତିଲା ତେଣୁ ମଘା ନକ୍ଷତ୍ର ହରେ ସପ୍ତ ଋଷି କଳି ଆଦ୍ୟରେ ପରବେଶୀ ଦେବତାମାନଙ୍କ ବାରଶ ବରହସରେ ଶେଷ ମନୁଷ୍ୟ ବରହସରେ ଶେଷ 4,32,000 ଶପଥ ଋଷି ମାନ ଯେବେ ମେଘାରୁ ପୂର୍ବ ହସଡ଼ ଯିବେ ନନ୍ଦମାନେ ଯହ ଦିନୁ ରାଜ ସେଦିନ କଳି ଯୁଗ ତେଜ
ମୁଖ୍ୟ ଅମାବାସ୍ୟା ଦିନରେ କଳିଯୁଗ ଜନ୍ମ ସଂସାରେ ଯେବଣ ଦିନ ଯେଉଁ କକ୍ଷ ଶ୍ରୀକୃଷ୍ଣ ଗଲେ ହେ ଅନ୍ତରିକ୍ଷ କଳି ପ୍ରବେଶ ତତ୍କ୍ଷଣେ ବୋଲନ୍ତି ପୁରା ବିବର୍ତ୍ତନେ ଦେବବର ସେ ସହସ୍ର ଅନ୍ତେ ସତ୍ୟ ଯୁଗ ପ୍ରବେଶ ପ୍ରାଣୀ ଏ ସତ୍ୟ ଯେ କହିବେ ଆତ୍ମାଜ୍ଞାନରେ ହେ ଧ୍ୟାନ ଦେବେ এই ମନ୍ୱନ୍ତରେ ହେ ମର୍ଯୁଜାତ ଦୈବସ୍ୱତ ନାହାମେ ବିଖ୍ୟାତ ଏହାଙ୍କ ବଂଶ ହରେ ବ୍ରାହ୍ମଣ କ୍ଷତ୍ରିୟ ଶୈବ ଶୂଦ୍ର ଜନ ଏ ଯୁଗ ଯୁଗ ହୋଇଛନ୍ତି ଏ ଚାରି ଯୁଗେ ହେଲେ ଉଠନ୍ତି ଦୁଇଶହ ଚଉରାଶୀ ଯୁଗ ମନ୍ୱନ୍ତର ଗୋଟିକେ ଭୋଗ ବୈବସ୍ୱତ ମନ୍ୱନ୍ତରେ ଅଷ୍ଟାବିଂଶ ଗହଣ୍ଡା ଯୁଗରେ ସତେବାର ଯୁଗ ଯେ ଯୋଗ ମନ୍ୱନ୍ତର କୁସଂଯୋଗ ଏ ଯୁଗ ଯେତେ ହେ ପ୍ରଜାଜନ ବୈଷ୍ଣସୁତ ମୁହୁନି ବଂଶେଣ ଏ ସର୍ବପୁରୁଷଙ୍କୁ ଚିହ୍ନି ନାମ କୀର୍ତ୍ତନ ମାତ୍ର ପ୍ରମାଣୀ ଅବଶେଷେ କହରେ ଧରଣୀ ମନନ୍ତେ ପାପ ପୁଣ୍ୟ ଜାଣି ହୋଇବ ସତ୍ୟ ଯୁଗ ଯେବେ ସୋମ ସୂର୍ଯ୍ୟଙ୍କର ହୋଇବେ ସୋମବଂଶରେ ହେ ରାଜା ପୂର୍ଣ ହୋଇବ ଯେ ମହନ୍ତେ ଭାଷଣ ଦେବାଦେ ଶାନ୍ତ ନୂର ଭାଇ ସୋମବଂଶରେ ହେ ରାଜା ହୋଇ ସୂର୍ଯ୍ୟବଂଶରେ he ଉତ୍ତପର୍ଣ୍ଣ ଇକ୍ଷ୍ୱାକ ନାମ ହେଣ ରାଜନ ତାହାର ବଂଶେ ହେ ମନୁଜାତ ତାତହୁ ସୂର୍ଯ୍ୟ ବଂଶ ଖ୍ୟାତ ଏ ଦୁଇ ବୀର ତପୋବଳେ ଚିରଞ୍ଜୀବୀ ହୋଇଶୟଳେ ହେମବନ୍ତ ଉତ୍ତର ଭାଗେ କଳାପ ନାମ ଗ୍ରାମ ଲାଙ୍ଗେ ତପସ୍ୟା ମହାଘୋର କରି ଥିବ କଳି ଯୁଗ ଆବରି କଳିର ଅନ୍ତେ କଳ୍କି ରୂପୀ ଏ ଦୁଇ ରାଜାଙ୍କୁ ନିରପି ମରୁକ ଅଯୋଧ୍ୟାରେ ଆଣି ସ୍ଥାପିବ ପ୍ରଭୁ ଚକ୍ରପାଣି ଦେବାଦି ହସ୍ତିହୀନା ନଗରେ ସ୍ଥାପିବ ଯୁଗ ଅନୁସାରେ ସେ ବାସୁଦେବ ଜ୍ଞାନୀ ଧରି ସତ୍ୱଗୁଣରେ ହେ ପ୍ରଜାପାଳି ସତ୍ୱଗୁଣକୁ ସେ ବିସ୍ତାରୀ ବର୍ଣ୍ଣ ଧର୍ମ নহରେ ପ୍ରଚାରୀ ସତ୍ୟ ତ୍ରେତୟା ଦ୍ୱାପର କଳି ଏ କ୍ରମେ ଚାରି ଯୁଗ ଚଳି ପୃଥିବୀରେ ପ୍ରାଣୀଙ୍କ ବ୍ୟବହାରେ ପ୍ରବତ କରିହିବେ ଆଚାରେ ଏଭାବେ ଆତଃଜାତ ହୋଇ ମନ୍ୱନ୍ତର ଭୋଗ ସରଇ ବ୍ରହ୍ମାଙ୍କ ଏକ ଘଡ଼ି ଜାଣ ଏଭାବେ 14 ମନିଣ ଚତୁର୍ଦ୍ଦଶ ଘଡ଼ିରେ ଦିନେ ବ୍ରହ୍ମାଙ୍କୁ ହୁଅ ହୋଇ ମଧ୍ୟାହ୍ନେ ସନ୍ଧ୍ୟାରେ ଏକ ଘଡ଼ି ଯାଇ ଏହି ପ୍ରମାଣେ ରାତ୍ର ହୋଇ ଏହା ପୁରାଣରେ ବର୍ଣ୍ଣନ ଦେବତା ମନୁଷ୍ୟ ଗଣନ ସମସ୍ତ ଭାବରେ ପୃଥିବୀ ମୋହର ବୋଲି ଲୋଭେ ସେବି ରାଜା ଏ କାଳେ ନାଶ ଗଲେ କଥା ମାତ୍ର କେ ରୁଆଇଲେ ଏ ଦେହ ବିଷ୍ଠା
ଦେହ ବିଷ୍ଠ ଭସ୍ମ କୃମି ମାୟା ବଳରେ ବ୍ୟର୍ଥ ଭ୍ରମେ ସଙ୍ଗ ଦେଇ ଭୂମି ନ ନେଲେ ପୃଥିବୀରେ ବଡ଼ ଥିଲେ ଅନିତ୍ୟ ଶରୀରକୁ ବହି ପ୍ରାଣୀଙ୍କ ଦ୍ରୋହ ଯେ ଚିନ୍ତଇ ମାୟା ଶରୀରେ ଗର୍ବ ବହି ଅଜ୍ଞାନେ ଜାତ ନା ସଞ୍ଚଇ ନରକ ଭୋଗ ସେ କରଇ କୃମି ଚଣ୍ଡାଳ କୋଳ ହୋଇ ସେ ବିଷ୍ଣୁ ମାୟାରେ ମୋହିତ ହଇଣ ପ୍ରାଣୀ ଉନ୍ନମତ ଏ ପୃଥ୍ୱୀ ଖଣ୍ଡିତ ହୋଇ କେମନ୍ତେ ମତେ ପ୍ରାପ୍ତ ହୋଇ ମୋ ପୂର୍ବ ପୁରୁଷ ସେମାନେ ଏ ଭୂମି ଭୁଞ୍ଜି ସୁଖ ମନେ ମୋହର ପୁତ୍ର ପୌତ୍ରୀ ମାନେ କେମନ୍ତେ ବଞ୍ଚିବେ ଅବିଘ୍ନେ କରିବେ ଅଖଣ୍ଡିତ ଭୋଗ ଏମନ୍ତେ ବିଚାହାରି ସଂଯୋଗ ମମତ୍ଵ ମାୟା ବଧ ହୋଇ ଆତ୍ମା ଉଦ୍ଧରି ନ ପାଇବେ ସ୍ତ୍ରୀ ପୁତ୍ର କୁଟୁମ୍ବାଦି କରି ମୋହର ବୋଲିବେ ବିଚାରି ମହାତ୍ରିଗୁଣ ରଜୁ ପାଇ ବନ୍ଧନ କରି ଅଛି ବିଶ୍ୱେ ଅନ୍ତେ ଯେ କାଳ ବଶ ହୋଇ ସବୁ ଛାଡ଼ିଣ ଚଳି ଯାଇ ଏକଥା ମିଥ୍ୟା କରି ଜାଣ ପାପ ପୁଣ୍ୟକୁ ଅବଧାନ ଯେ ରାଜା ମାନେ ପୂର୍ବେ ଥିଲେ ପୃଥିବୀ ଭୋଗ କଲେ ବଳେ ସେ ପୁଣି କାଳ ବଳେ ନାଶ କଥା ରହିଲା ଅବଶେଷ ପୁଣି କଳ୍ପିବେ ଯାଏ କ୍ଷୟ ଏମନ୍ତେ ବିଷ୍ଣୁ ମାୟାମୟ କହଇ ଦାସ ଜଗନ୍ନାଥ କୃଷ୍ଣ ଚରଣ ଦେଇ ଚିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତା ଦ୍ୱାଦଶ ସ୍କନ୍ଧେ ଦ୍ୱିତୀୟ ଅଧ୍ୟାୟ ତୃତୀୟ ଅଧ୍ୟାୟ ଦ୍ୱାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟ ଶୁକ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ ଶୁକ କହନ୍ତି ତୋଷ ମନେ ଶୁଣ ହୋ ପରିହିତ ରାଜନେ ଏକଳି ଯୁଗ ହରେ ପୃଥିବୀରେ ଅଛନ୍ତି ଯେତେ ରାଜା ବୀରେ ଏକୁବାର କେହେ ହିଂସା ବହି ଜିଣିବେ ଅର୍ଥ ଦଣ୍ଡବାହୀ ସୈନ ମାନଙ୍କୁ ସାଜିଣ ରାଜ୍ୟ ଜିଣନ୍ତି କରିରଣ ମୁହିଁ ଘେନିବି ବଳେ ଜିଣି ଏମନ୍ତେ ଭାବେ ଗର୍ଭଭଣୀ ଯେ ଭୂମି ମୋ ଭାଗେ ହୋଇବ ପୁତ୍ର ପୌତ୍ରୀ କହ କାଳେ ଥିବ ଏମନ୍ତେ ବୋଲି ସୈନ୍ୟ ଘେନି ତା ଦେଖି ହସ ହୋଇ ମେଦିନୀ ଓಂ ଭୂର୍ଭୁବସ୍ୱଃ ତସ୍ୟ ବିଦୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ यो न प्रचोदयात् शान्ति शान्ति पृथिवी शान्ति मालूम।